ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ସେ ଲେଖିଛନ୍ତି, ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ କଥା ହେଲି। ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଜାଗା ଶାନ୍ତି ଯୋଜନାର ଐତିହାସିକ ସଫଳତା ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି। ଉଠିଲା ଭାରତ ଆମେରିକା ବାଣିଜ୍ୟ ଆଲୋଚନା ପ୍ରସଙ୍ଗ। ବାଣିଜ୍ୟ ଆଲୋଚନା ଅଗ୍ରଗତିର ସମୀକ୍ଷା କଲେ ମୋଦି। ବାଣିଜ୍ୟିକ ଆଲୋଚନାରେ ଭଲ ଅଗ୍ରଗତି ହାସଲ ନେଇ ସୂଚନା। ଆଗାମୀ ସପ୍ତାହଗୁଡ଼ିକରେ ବି କଥାବାର୍ତ୍ତା ଜାରି ରହିବ। ଜାଗା ଶାନ୍ତି ପ୍ରସ୍ତାବରେ ସଫଳତା ନେଇ ଘୋଷଣା କରିଛନ୍ତି ଟ୍ରମ୍ପ। ଇସ୍ରାଏଲ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ସଫଳ ହୋଇଛି। ଅସ୍ତ୍ରବିରତି ନେଇ ପ୍ରଥମ ପର୍ଯ୍ୟାୟରେ ଉଭୟ ପକ୍ଷର ସହମତି ଏ ସମ୍ପର୍କରେ କିଛି ଘଣ୍ଟା ତଳେ ଘୋଷଣା କରିଛନ୍ତି ଟ୍ରମ୍ପ। ଖୁବ୍ ଶୀଘ୍ର ହମାସ ବଜାରକୁ ମୁକ୍ତ ହେବେ ଇସ୍ରାଏଲ ପଣବନ୍ଦୀ। ପାଲେଷ୍ଟାଇନ ଏକଦୀଙ୍କୁ ଛାଡ଼ିଦେବାକୁ ଜାରି ହୋଇଛି ଇସ୍ରାଏଲ। ଧ୍ୱସ୍ତ ବିଧ୍ୱସ୍ତ ଜାଗାରେ ଶାନ୍ତି ଫେରାଇବା ନେଇ ଜାଗିଛି ଆଶା। 2 ବର୍ଷ ହେଲା ଜାରି ରହିଛି ଇସ୍ରାଏଲ ହମାସ ଘମାଘୋଟ ଯୁଦ୍ଧ। ଯୁଦ୍ଧରେ ଯବନିକା ପଡ଼ିବ କି ନା ରହିଛି ସାରା ବିଶ୍ୱର ନଜର।